ପାଟଣା ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ଠପ୍ ଲୁକେ ହନ୍ତସନ୍ତ। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକ ବଡ଼ପାଟନା ପଞ୍ଚାୟତର ଗୁରୁଦୀପସି ଗ୍ରାମରେ 15 ଦିନ ହେବ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଛି। ବସୁଧା ଯୋଜନାରେ ବଡ଼ ପାଣି ଟାଙ୍କି ହୋଇଛି, କିନ୍ତୁ ଘରକୁ ପାଣି ଆସିବା ବନ୍ଦ ହେବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିଲାଗି ସେମାନେ ପ୍ରଥମ ଦିନରୁ ପାଣି ବ୍ୟବସ୍ଥା କରିବାକୁ ଆପତ୍ତି କଲେ ମଧ୍ୟ ପଞ୍ଚାୟତରେ କେହି ଶୁଣିବାକୁ ନାହିଁ। ବହୁତ ଦିନ ହେବ ଓଭରହେଡ୍ ପାଣି ଟାଙ୍କି ତିଆରି ସରିଥିଲେ ମଧ୍ୟ ପାନୀୟ ଜଳ ଯୋଗାଣ ହୋଇନଥିଲା। ତେବେ ପାଣି ଯୋଗାଣ ହେବା ପରେ ପୁଣି ବନ୍ଦ ହେବାରୁ ଲୋକଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ପାଖରେ ଆଉ ପିଇବା ପାଣି ବ୍ୟବସ୍ଥା ନଥିବାରୁ ଏହି ପାଣି ଟାଙ୍କି ହିଁ ଏକମାତ୍ର ସାହା ଭରସା। ବୈଷୟିକ ତ୍ରୁଟି ସଜାଡ଼ି ଜଳ ଯୋଗାଣ ତୁରନ୍ତ ପୁନର୍ବହାଲ କରିବାକୁ ଗ୍ରାମବାସୀମାନେ ମିଳିତ ଭାବେ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି। ଗୋବିନ୍ଦ ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।